ଆମେ ଆମ ସମୟର କିପରି ଉପଯୋଗ କରୁ ତାହା ଗୁରୁତ୍ୱପୂର୍ଣ୍ଣ। ଏହା ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ଯେତେ ଅଧିକ ସମୟ ସଂସାରରେ ନିବେଶ କରିବା ପାଇଁ ଉପଯୋଗ କରିବା, ସେତେ ଅଧିକ ଆମ ଜୀବନ ସଂସାର ଭଳି ଦେଖାଯିବ। প্রিয় দর্শক বন্ধু, নমস্কার। আজির আশাভরা নারী কার্যক্রমକୁ ଆପଣଙ୍କୁ ସ୍ୱାଗତ କରୁଅଛି। ଆଶା କରୁ ଆପଣ ଏହି କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚୟ ଉପକୃତ ହେଉଥିବେ ଓ ଆତ୍ମିକ ଜୀବନରେ ବୃଦ୍ଧି ପାଉଥିବେ। ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ କିମ୍ବା ପ୍ରାର୍ଥନାର ଅନୁରୋଧ ଥାଏ, ଲେଖି ଜଣାଇଲେ ଆମେ ଖୁସି ହେବୁ। ଆଜି ଆମେ ବିଶେଷ ଆନନ୍ଦିତ ଯେ ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବାର ସୁଯୋଗ ପାଇଛୁ। ଆପଣ ନିୟମିତ ଏହି କାର୍ଯ୍ୟକ୍ରମ ଦେଖି ଆସୁଥିବାରୁ ଆମେ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ନିଶ୍ଚିତ ଯେ ଆପଣ ଆପଣଙ୍କ ପରିବାର ସହ ଭଲରେ ଥିବେ। ଆଜି ଆମ ମଧ୍ୟରେ ଭଉଣୀ ସ୍ନେହ ଅଛନ୍ତି। ଭଉଣୀ ସ୍ନେହ, ନମସ୍କାର। ନମସ୍କାର। ଆଶାଭରା ନାରୀର ଆଉ ଏକ ନୂତନ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ଆସନ୍ତୁ ଗୋଟିଏ 60 ସେକେଣ୍ଡର ଖେଳ ବିଷୟରେ ଦେଖିବା। ଯଦିଓ 1 ମିନିଟ୍ ହେଉଛି 60 ସେକେଣ୍ଡ, ଅନେକ ଲୋକ ଘଣ୍ଟା ନ ଦେଖି ଏହା ପ୍ରକୃତରେ କେତେ ସମୟ ତାହା ଅନୁଭବ କରିବା ବିଷୟରେ କମ୍ ସଚେତନ ହୋଇପାରନ୍ତି। ଏହି କାର୍ଯ୍ୟକଳାପକୁ ନିଜେ କିମ୍ବା ଆପଣଙ୍କ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହିତ ଚେଷ୍ଟା କରନ୍ତୁ। ସମସ୍ତଙ୍କୁ ଆଖି ବନ୍ଦ କରିବାକୁ କୁହନ୍ତୁ ଏବଂ ସେମାନଙ୍କୁ ଆଖି ଖୋଲିବାକୁ ଏବଂ ଠିଆ ହେବାକୁ ନିର୍ଦ୍ଦେଶ ଦିଅନ୍ତୁ। ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ 1 ମିନିଟ୍ ବିତିଗଲା, ସେମାନେ ପ୍ରାୟ ଭିନ୍ନ ଭିନ୍ନ ସମୟରେ ଠିଆ ହେବେ ଏବଂ ଆପଣ ଲକ୍ଷ୍ୟ କରିବେ ଯେ କେତେ ସମୟ ବିତିଗଲାଣି। ସେ ବିଷୟରେ ପ୍ରତ୍ୟେକ ବ୍ୟକ୍ତିର ଏକ ଭିନ୍ନ ଧାରଣା ରହିଛି। ଏହି ସରଳ କିନ୍ତୁ ପ୍ରଭାବଶାଳୀ କାର୍ଯ୍ୟକଳାପ ବାସ୍ତବରେ ସମୟ ଅତିବାହିତ ହେବାର ବିଷୟ ଅନୁଭୂତି ଏବଂ ସମୟ ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିବା। ଏହା ଏକ ଆକର୍ଷଣୀୟ କାର୍ଯ୍ୟକଳାପ ନୁହେଁ କି? ଆପଣ କ'ଣ ଭାବୁଛନ୍ତି? ହଁ, ମୋର ମନେ ଅଛି ଯେତେବେଳେ ମୁଁ ଏହା କଲି, ମୁଁ 30 ସେକେଣ୍ଡ ବିତିଯିବା ପରେ ଉଠିଲି। ମୁଁ ଜାଣିନଥିଲି 60 ସେକେଣ୍ଡ କେତେ ଲମ୍ବା ଥିଲା। ବାସ୍ତବରେ କୁହାଯାଏ, ଆପଣ ବାଥରୁମ୍ ଦ୍ୱାରର କେଉଁ ପାର୍ଶ୍ୱରେ ଅଛନ୍ତି ତାହା ଉପରେ ଏହାର ଦୈର୍ଘ୍ୟ ନିର୍ଭର କରେ। ଏହାର ଅର୍ଥ କ'ଣ? ଯଦି ଆପଣ ଭିତରେ ଅଛନ୍ତି, ତେବେ 60 ସେକେଣ୍ଡ ବହୁତ ଦ୍ରୁତ ଗତିରେ ଚାଲିଯାଏ ଏବଂ ଯଦି ଆପଣ ବାଥରୁମ୍ ବାହାରେ ଭିତରକୁ ଯିବାକୁ ଅପେକ୍ଷା କରିଛନ୍ତି, ତେବେ 60 ସେକେଣ୍ଡ ଯନ୍ତ୍ରଣାଦାୟକ ଭାବରେ ମନ୍ଥର ହୋଇପାରେ। ଏହା ବହୁତ ମଜାଦାର ଏବଂ ସତ। ତେବେ ସ୍ନେହ ଭଉଣୀ, ଆଜିର ଆଲୋଚନା ମଧ୍ୟକୁ ଯିବା କି? ହଁ, ନିଶ୍ଚୟ। ଆଜି ଆମେ ଆପଣମାନଙ୍କ ପାଇଁ ଏକ ବହୁତ ମଜାଦାର ବିଷୟ ନେଇ ଆସିଛୁ। ମୋ ପାଖରେ ପଚାରିବାକୁ 2ଟି ପ୍ରହେଳିକା ଅଛି ଏବଂ ସେ ସବୁର ଗୋଟିଏ ମାତ୍ର ଉତ୍ତର ଅଛି। ଆପଣ ତାହା ଅନୁମାନ କରିବାକୁ ଚାହୁଁଛନ୍ତି କି? ହଁ, ମୁଁ ପ୍ରସ୍ତୁତ ଅଛି ଏବଂ ମୁଁ ଭାବୁଛି ଆମର ଦର୍ଶକମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଠିକ୍ ଅଛି। କେଉଁ ବିଷୟଟି କେବେ ବନ୍ଦ ହୁଏ ନାହିଁ କିନ୍ତୁ ସବୁବେଳେ ଶେଷ ହୁଏ, ଯାହା ସବୁବେଳେ ଚାଲିଥାଏ କିନ୍ତୁ କଦାପି ଘୁଞ୍ଚେ ନାହିଁ ଏବଂ ପରିଶେଷରେ କଦାପି ଆଗକୁ ନୁହେଁ ବା ପଛକୁ ଯାଏ ନାହିଁ, ତଥାପି ଦ୍ରୁତ ଗତିରେ ଅତୀତକୁ ଉଡ଼ି ଯାଉଛି। ଗୋଟେ ପିଲା ପାଇଁ ତାହା ସବୁଦିନ ପାଇଁ ରହେ, ଜଣେ ବୟସ୍କ ପାଇଁ ତାହା ବହୁତ ଶୀଘ୍ର ଚାଲିଯାଇଛି। ତାହା କ'ଣ? ଏହା କଠିନ। ମୁଁ ଭାବୁଛି ଯେ ଆମର କୌଣସି ଦର୍ଶକ ନିଶ୍ଚୟ ଏହାର ଉତ୍ତର ଅନୁମାନ କରିଛନ୍ତି। ଆପଣ ଏହାକୁ 1 ଘଣ୍ଟା ବା ମୋବାଇଲ ଫୋନରେ ପାଇପାରିବେ। ସମୟ? ଏକଦମ ଠିକ୍ କହିଲେ। ଆମେ ଯେଉଁଠାରେ ରହୁ କିମ୍ବା ଆମେ ଆର୍ଥିକ ଦୃଷ୍ଟିରୁ କିପରି କରୁଛୁ, ତାହା ନିର୍ବିଶେଷରେ ଏହା ହେଉଛି ଆମ ସମସ୍ତଙ୍କ ନିମନ୍ତେ ଏକ ଆଶୀର୍ବାଦ। ଯେ ପର୍ଯ୍ୟନ୍ତ ଆମେ ଜୀବିତ ଅଛୁ, ଆମେ ଏହି ଆଶୀର୍ବାଦ ପାଇଛୁ, ଯାହାକି ସମୟ। ସମୟ ଏପରି ଏକ ବିଷୟ ଯାହାକୁ ଆମେ ଅନ୍ୟମାନଙ୍କ ଠାରୁ ଭିକ୍ଷା ମାଗିପାରିବୁ ନାହିଁ, ଋଣ ନେଇପାରିବୁ ନାହିଁ କିମ୍ବା ଚୋରି କରିପାରିବୁ ନାହିଁ। ଆମେ ସମୟକୁ ବୁଦ୍ଧିର ସହ କିମ୍ବା ମୂର୍ଖତାପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ବାଛିପାରିବା। ଦୁର୍ଭାଗ୍ୟବଶତଃ ହଜିଯାଇଥିବା ସମୟ ଆଉ କେବେ ମିଳିବ ନାହିଁ। ଆମେ ପ୍ରାୟତଃ
ଅଭିଯୋଗ କରୁ ଯେ ଆମ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, କିନ୍ତୁ ପ୍ରକୃତ ସମସ୍ୟା ହେଉଛି ସମୟକୁ କିପରି ପ୍ରଭାବଶାଳୀ ଭାବରେ ପରିଚାଳନା କରାଯିବ ତାହା ଆମେ ଜାଣିନାହୁଁ। ଆମମାନଙ୍କ ମଧ୍ୟରୁ ଅଧିକାଂଶ କାର୍ଯ୍ୟସ୍ଥଳରେ ଏକ ଦୀର୍ଘ ଦିନ କିମ୍ବା ଦୈନନ୍ଦିନ କାର୍ଯ୍ୟ ଏବଂ ଦାୟିତ୍ୱ ସମ୍ପନ୍ନ କରିସାରିଲା ପରେ ଘରକୁ ଫେରିଥାଉ। ଆମେ ଏତେ କ୍ଳାନ୍ତ ଅନୁଭବ କରୁ ଯେ ଆମକୁ କେବଳ ଏକ ବିରତି ଦରକାର। ତେବେ ଆମେ କ'ଣ କରିବା? ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ସ୍କ୍ରୋଲ କରିବାକୁ, ଖବର ଦେଖିବା ପାଇଁ କିମ୍ବା ଏକ ଖେଳ ଖେଳିବା ପାଇଁ ଆମର ଫୋନ୍ ବ୍ୟବହାର କରିଥାଉ। କିମ୍ବା ଆମେ କୌଣସି ଶୋ ଦେଖିବା ପାଇଁ ଟିଭି ଅନ୍ କରିଥାଉ, ବା ଆମେ ଅନେକ ଉପାୟରେ ନିଜକୁ ଭ୍ରମିତ କରୁ। ଆମେ ଏହା ଜାଣିବା ପୂର୍ବରୁ ସନ୍ଧ୍ୟା ଚାଲିଯାଏ ଏବଂ ଆମେ ଏହି ଡିଜିଟାଲ ଦୁନିଆରୁ ସୂଚନା ନେବାରେ ସମ୍ପୂର୍ଣ୍ଣ ସମୟ ବିତାଇ ଦେଇଛୁ, ଯାହା ଆମକୁ ଆମ ନିଜଠାରୁ ବିଭ୍ରାନ୍ତ କରେ। ଯଦିଓ ସମୟ ସମୟରେ ଟିକିଏ ମନୋରଞ୍ଜନ ଉପଭୋଗ କରିବାରେ କିଛି ଭୁଲ ନାହିଁ, ଏହି ପ୍ରକାରର ନିୟମିତ ଅଭ୍ୟାସ ଆମ ଜୀବନରେ ଏକ ସମସ୍ୟାପୂର୍ଣ୍ଣ ଢାଞ୍ଚା ପ୍ରକାଶ କରେ। ଆମେ ଆମ ସମୟର କିପରି ଉପଯୋଗ କରୁ ତାହା ଗୁରୁତ୍ୱପୂର୍ଣ୍ଣ। ଏହା ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ଯେତେ ଅଧିକ ସମୟ ସଂସାରରେ ନିବେଶ କରିବା ପାଇଁ ଉପଯୋଗ କରିବା, ସେତେ ଅଧିକ ଆମ ଜୀବନ ସଂସାର ଭଳି ଦେଖାଯିବ ଏବଂ ଆମେ ଯେତେ ଅଧିକ ସାଂସାରିକ ଦେଖାଯାଉ, ସେତେ ଅଧିକ ଆମ ଜୀବନ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଲଢୁ। ଗୀତରଚକ ଦାଉଦ ଗୀତ ସଂହିତା 39 ଅଧ୍ୟାୟର 4-7 ପଦରେ କୁହନ୍ତି, ହେ ସଦାପ୍ରଭୁ, ମୋର ଅନ୍ତିମ କାଳ ଓ ମୋ ଦିନର ପରିମାଣ କ'ଣ ମୋତେ ଜଣାଅ। ମୁଁ କିପରି କ୍ଷଣକାଳ ସ୍ଥାୟୀ ଏହା ଜାଣିବାକୁ ମୋତେ ଦିଅ। ଦେଖ, ତୁମ୍ଭେ ମୋର ଦିନ କେତେକ ମୁଷ୍ଟି ପରିମିତ କରିଅଛ। ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ଥା ତୁଲ୍ୟ। ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ ହିଁ ନିତାନ୍ତ ଅସାର। ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନାଗମନ କରେ। ନିଶ୍ଚୟ ସେମାନେ ଅସାରତାରେ ବ୍ୟସ୍ତ। ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ ତାହା ଜାଣେ ନାହିଁ। ହେ ପ୍ରଭୁ, ଏବେ ମୁଁ କାହିଁର ଅପେକ୍ଷା କରିବି? ମୋର ପ୍ରତ୍ୟାଶା ତୁମ୍ଭଠାରେ ଅଛି। ଯୋହନ ପୁସ୍ତକ ତାର 15 ଅଧ୍ୟାୟର 19 ପଦରେ ଲେଖାଯାଏ, ଯୀଶୁ କହିଅଛନ୍ତି ଯେ ଜଗତ ନିଜଠାରୁ ଉତ୍ପନ୍ନ ବିଷୟକୁ ପ୍ରେମ କରିବା, କିନ୍ତୁ ଯେଉଁମାନେ ଜଗତଠାରୁ ଉତ୍ପନ୍ନ ନୁହନ୍ତି ସେମାନଙ୍କୁ ଘୃଣା କରିବା। ତେଣୁ ଯେତେବେଳେ ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ସ୍କ୍ରୋଲ କରିବାକୁ କିମ୍ବା ଏକ ଖେଳ ଖେଳିବା ପାଇଁ ଆମର ଫୋନ୍ ଖୋଲିବୁ, କିମ୍ବା ପରବର୍ତ୍ତୀ ସମୟରେ ଆମେ ଟିଭି ଦେଖିବା କିମ୍ବା ଆମର ଖାଲି ସମୟରେ ଅନ୍ୟ କୌଣସି ପ୍ରକାର ବିକଳ୍ପ ଖୋଜିବା, ଆସନ୍ତୁ ନିଜକୁ ଏହା ପଚାରିବା, ବର୍ତ୍ତମାନ ଆମେ ଯେଉଁଭଳି ଆଚରଣ କରୁଛୁ ତାହା କ'ଣ ଖ୍ରୀଷ୍ଟଙ୍କୁ ଅନୁସରଣ କରୁନଥିବା ଲୋକଙ୍କଠାରୁ ଭିନ୍ନ ଦେଖାଯାଉଛି? ଆମେ କ'ଣ ଏପରି ଭାବରେ ବଞ୍ଚିଛୁ ଯେ ବିଶ୍ୱ ସ୍ୱୀକାର ଆମ ବିଷୟରେ ଏହା କହିବ ଯେ ଆମେ ଖ୍ରୀଷ୍ଟଙ୍କର ଏବଂ ଜଗତର ନୁହେଁ? ଏଗୁଡ଼ିକ ହେଉଛି କେତେକ କଠିନ ପ୍ରଶ୍ନ, କିନ୍ତୁ ସତ କହିବାକୁ ଗଲେ ପ୍ରକୃତରେ ବିଶ୍ରାମ ନେବା ପରିବର୍ତ୍ତେ ମୋ ଫୋନରେ ଅଧିକ ସମୟ ବିତାଇବାରୁ ମୁଁ ମଧ୍ୟ ଦୋଷୀ। ସମୟ ସହିତ ଆମ ସମସ୍ତଙ୍କର ନିଜସ୍ୱ ସଂଘର୍ଷ ରହିଛି। ପରିଶେଷରେ ଆମମାନଙ୍କ ସମୟକୁ ବୁଦ୍ଧିମତାର ସହିତ ଉପଯୋଗ କରିବା ହେଉଛି ପ୍ରକୃତ ଖ୍ରୀଷ୍ଟୀୟ ଜ୍ଞାନର ଆଚରଣ ବିଷୟ ଏବଂ ପବିତ୍ର ଆତ୍ମାଙ୍କର କଥା ଶୁଣିବା। ଆମେ ଯେତେ ଅଧିକ ପବିତ୍ର ଆତ୍ମାଙ୍କ ଆଜ୍ଞା ପାଳନ କରିବା, ଆମେ ତାଙ୍କ ସ୍ୱର ବିଷୟରେ ସେତେ ଅଧିକ ସଚେତନ ହୋଇପାରିବା। ଜ୍ଞାନୀ ସଲୋମନ ହିତୋପଦେଶରେ ତାର 18 ଅଧ୍ୟାୟର 15 ପଦରେ କୁହନ୍ତି, ବୁଦ୍ଧିମାନର ମନ ଜ୍ଞାନ ଉପାର୍ଜନ କରେ, ପୁଣି ଜ୍ଞାନୀର କର୍ଣ୍ଣ ଜ୍ଞାନ ଖୋଜେ। ଯେତେବେଳେ ମୁଁ ଏହି ପଦଟିକୁ ପଢ଼ିଲି, ଈଶ୍ୱର ମୋତେ ସମୟ ନଷ୍ଟ କରୁଥିବା କିଛି ବିଷୟ ଦେଖାଇଲେ, ଯାହା ଆମ ସମୟକୁ ଅଧିକରୁ ଅଧିକ ଉପଯୋଗ କରିବାରେ ଆମକୁ ବାଧା ଦେଉଛି। ଯେତେବେଳେ କୌଣସି କାମ କରିବାର ଥାଏ, ତାହା ପରେ କରିବି କହି ଆମେ ସମୟ ଅନୁସାରେ କରିନଥାଉ। ଉଦାହରଣ ସ୍ୱରୂପ, ଆମେ ଆମ କମ୍ପ୍ୟୁଟରରେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆମର ସମସ୍ତ ସୋସିଆଲ ମିଡ଼ିଆ ଆକାଉଣ୍ଟ ଯାଞ୍ଚ କରିବା ଆବଶ୍ୟକତା ନାହିଁ। ହଁ, ମୁଁ ଏହି ବିଷୟ ଅନେକ ସମୟରେ କରିଥାଏ। ଏମିତି ଅନେକ ସମୟ ଅଛି ଯେତେବେଳେ ମୋତେ ବହୁତ କିଛି କରିବାକୁ ପଡ଼ିଛି, କିନ୍ତୁ
ମୁଁ ଟେଲିଭିଜନ ଦେଖି ନିଜକୁ ବିଭ୍ରାନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଆପଣ ଜାଣନ୍ତି କି ଆମେ ସମପୂର୍ଣ୍ଣତାବାଦ ମାଧ୍ୟମରେ ମଧ୍ୟ ସମୟ ନଷ୍ଟ କରିପାରିବା? ସତରେ? କେମିତି? କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯତ୍ନ ସହକାରେ ତ୍ରୁଟିମୁକ୍ତ ଭାବରେ କରିବା ଆବଶ୍ୟକ, କିନ୍ତୁ ଅନେକ ସମୟରେ ଆମେ ଅଳ୍ପ ସମୟରେ ହୋଇପାରୁଥିବା କାର୍ଯ୍ୟ ପଛରେ ଅନାବଶ୍ୟକ ଭାବରେ ଅଯଥା ସମୟ ନଷ୍ଟ କରିଥାଉ। ଛୋଟ ଛୋଟ ବିଷୟକୁ ଛାଡ଼ିଦେବା ଏବଂ ଆମେ କରୁଥିବା ପ୍ରତ୍ୟେକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସଠିକ୍ ହେବାକୁ ଚେଷ୍ଟା ନ କରିବା। ଅନେକ ସମୟରେ ଭୁଲ ନଥାଏ ଏବଂ ଯଦି ଆମର ସାମର୍ଥ୍ୟ ବାହାରେ ଅତ୍ୟଧିକ କାର୍ଯ୍ୟ ଥାଏ ତେବେ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଅଂଶୀ କରିବା ମଧ୍ୟ ଭୁଲ ନୁହେଁ। ମୁଁ ଭାବୁଛି ଏହା ଏପରି କିଛି ଯାହାକୁ ନେଇ ସମସ୍ତ ମା ମାନେ ସଂଘର୍ଷ କରନ୍ତି। ସବୁ କିଛି ନିଜ ଦ୍ୱାରା ଏବଂ କେବଳ ତାଙ୍କ ଉପାୟରେ କରିବାର ଇଚ୍ଛା କରନ୍ତି। ଏଠାରେ ଏକ ବାଳକ ବିଷୟରେ ଏକ କ୍ଷୁଦ୍ର କାହାଣୀ ଅଛି ଯାହାର ସମୟ ନଷ୍ଟ କରିବାର ଅଭ୍ୟାସ ଥିଲା। ଚାଲନ୍ତୁ ଦେଖିବା। ଏକଦା ଗୋଟେ ଛୋଟ ଗ୍ରାମରେ ରୋହନ ନାମକ ଜଣେ ବାଳକ ରହୁଥିଲେ। ରୋହନ ନିଜର ଅଳସୁଆପଣ ଓ ଉଚ୍ଚ ଆକାଂକ୍ଷାର ଅଭାବ ପାଇଁ ଜଣାଶୁଣା ଥିଲା। ସମୟ ନଷ୍ଟ କରିବା ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବିଳମ୍ବ କରିବାର ତାଙ୍କର ଅଭ୍ୟାସ ଥିଲା। ସମୟକୁ ଗୁରୁତ୍ୱ ଦେବା ପାଇଁ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ନିରନ୍ତର ପରାମର୍ଶ ସତ୍ତ୍ୱେ ରୋହନ ଏହାର ଗୁରୁତ୍ୱକୁ ବୁଝୁନଥିବା ପରି ମନେ ହେଉଥିଲା। ଦିନେ ମିଷ୍ଟର ଗୁପ୍ତା ନାମକ ଜଣେ ଜ୍ଞାନୀ ବୃଦ୍ଧ ବ୍ୟକ୍ତି ଗାଁରେ ପହଞ୍ଚିଲେ। ସେ ତାଙ୍କର ଜ୍ଞାନ ଏବଂ ଲୋକଙ୍କ ସମସ୍ୟାର ସମାଧାନ କରିବାର ଦକ୍ଷତା ପାଇଁ ଜଣାଶୁଣା ଥିଲେ। ଖବର ଶୀଘ୍ର ବ୍ୟାପିଗଲା ଏବଂ ଶୀଘ୍ର ରୋହନ ମିଷ୍ଟର ଗୁପ୍ତାଙ୍କ ଆଗମନ ବିଷୟରେ ଶୁଣିଲେ। କୌତୂହଳ ଚରମ ସୀମାରେ ପହଞ୍ଚିଲା। ସେ ବୃଦ୍ଧଙ୍କ ମାର୍ଗଦର୍ଶନ ନେବାକୁ ନିଷ୍ପତ୍ତି ନେଲେ। ରୋହନ ମିଷ୍ଟର ଗୁପ୍ତାଙ୍କ ପାଖକୁ ଗଲେ, ଯିଏକି ଏକ ବଡ଼ ବଟବୃକ୍ଷ ତଳେ ବସିଥିଲେ। ସମ୍ମାନପୂର୍ବକ ତାଙ୍କୁ ଅଭିବାଦନ କରି ସେ ପଚାରିଲେ, ମହାଶୟ, ମୋତେ କୁହାଯାଇଛି ଯେ ଆପଣଙ୍କ ପାଖରେ ବହୁତ ଜ୍ଞାନ ଅଛି। ମୋ ସମୟର ସର୍ବାଧିକ ଉପଯୋଗ କିପରି କରାଯିବ ସେ ବିଷୟରେ ଆପଣ ମୋତେ ମାର୍ଗଦର୍ଶନ କରିପାରିବେ କି? ମିଷ୍ଟର ଗୁପ୍ତା ପିଲାଟିକୁ ଦେଖି ହସିଲେ ଏବଂ ତାଙ୍କ ବ୍ୟାଗରୁ ଏକ କାଚ ଘଣ୍ଟା ବାହାର କରି ରୋହନକୁ ଦେଲେ ଓ କହିଲେ, ଏହି କାଚ ଘଣ୍ଟା ସମୟର ପ୍ରତୀକ। ବାଲିର ପ୍ରତ୍ୟେକ ଦାନା ସମୟର ଏକ ମୂଲ୍ୟବାନ ମୁହୂର୍ତ୍ତକୁ ପ୍ରତିନିଧିତ୍ୱ କରେ। ମୁଁ ଚାହୁଁଛି ଯେ ଆପଣ କଳ୍ପନା କରନ୍ତୁ ଯେ ଏହି କାଚ ଘଣ୍ଟା ଦେଇ ପଡ଼ିଥିବା ବାଲିର ପ୍ରତ୍ୟେକ ଦାନା ଏକ ନଷ୍ଟ ମୁହୂର୍ତ୍ତ କିମ୍ବା ସୁଯୋଗ। ପ୍ରତ୍ୟେକ ଥର ଆପଣ ଯେବେ ବିଳମ୍ବ କରନ୍ତି କିମ୍ବା ସମୟ ନଷ୍ଟ କରନ୍ତି, ଗୋଟିଏ ବାଲିର ଦାନା ସବୁଦିନ ପାଇଁ ଖସିଯାଏ। ରୋହନ ତାଙ୍କ କାର୍ଯ୍ୟକଳାପର ଗମ୍ଭୀରତାକୁ ହୃଦୟଙ୍ଗମ କରି ମିଷ୍ଟର ଗୁପ୍ତା ସମୟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରୁଥିଲା ବେଳେ ଧ୍ୟାନର ସହ ଶୁଣିଲେ। ସମୟ ଏକ ମୂଲ୍ୟବାନ ଉପହାର, ମିଷ୍ଟର ଗୁପ୍ତା ବୁଝାଇଲେ। ଏହା କାହାକୁ ଅପେକ୍ଷା କରେ ନାହିଁ। ଅତିକ୍ରମ କରୁଥିବା ପ୍ରତ୍ୟେକ ସେକେଣ୍ଡ ହେଉଛି ଏକ ସେକେଣ୍ଡ ଯାହାକୁ ଆପଣ ପୁନରୁଦ୍ଧାର କରିପାରିବେ ନାହିଁ। ଯଦି ଆପଣ ଏହାକୁ ନଷ୍ଟ କରିବା ଜାରି ରଖିବେ ତେବେ ଆପଣ ଦିନେ ଅନୁଶୋଚନରେ ପରିପୂର୍ଣ୍ଣ ହୋଇ ଉଠିବେ। ରୋହନ ପଚାରିଲା, କିନ୍ତୁ ମୁଁ କିପରି ବଦଳି ପାରିବି? ମୁଁ କିପରି ସମୟକୁ ଗୁରୁତ୍ୱ ଦେଇପାରିବି ଏବଂ ଏହାର ସର୍ବାଧିକ ଉପଯୋଗ କରିପାରିବି? ମିଷ୍ଟର ଗୁପ୍ତା ସ୍ନେହରେ ହସି ଉତ୍ତର ଦେଲେ, ଏହା ଛୋଟ ଛୋଟ ପଦକ୍ଷେପରୁ ଆରମ୍ଭ ହୋଇଥାଏ। ଲକ୍ଷ୍ୟ ନିର୍ଦ୍ଧାରଣ କରି ଏବଂ ନିଜ କାର୍ଯ୍ୟକୁ ପ୍ରାଥମିକତା ଦେଇ ଆରମ୍ଭ କରନ୍ତୁ। ସେଗୁଡ଼ିକୁ ପରିଚାଳନା ଯୋଗ୍ୟ ଅଂଶୀରେ ବିଭକ୍ତ କରନ୍ତୁ ଏବଂ ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ସମ୍ପୂର୍ଣ୍ଣ କରିବା ଉପରେ ଧ୍ୟାନ ଦିଅନ୍ତୁ। ନିଜ ସମୟକୁ ପ୍ରଭାବଶାଳୀ ଉପାୟରେ ପରିଚାଳନା କରିବା ଶିଖନ୍ତୁ। ମନେ ରଖନ୍ତୁ, ଯେଉଁମାନେ ସମୟର ମୂଲ୍ୟ ବୁଝନ୍ତି ସେମାନଙ୍କ ପାଖରେ ସଫଳତା ଆସିଥାଏ। ବୃଦ୍ଧଙ୍କ ପରାମର୍ଶକୁ ହୃଦୟଙ୍ଗମ କରି ରୋହନ ତାଙ୍କ ଜୀବନକୁ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ବିଭିନ୍ନ କାର୍ଯ୍ୟକଳାପ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ନିର୍ଦ୍ଧାରଣ କରି ସେ ନିଜର ଦୈନନ୍ଦିନ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ଆରମ୍ଭ କରିଥିଲେ।
ସେ ବିଭ୍ରାନ୍ତିକୁ ଦୂର କରିଥିଲେ ଏବଂ ହାତରେ ଥିବା ପ୍ରତ୍ୟେକ କାର୍ଯ୍ୟ ଉପରେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ। ଧୀରେ ଧୀରେ ରୋହନ ତାଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଲକ୍ଷ୍ୟ କଲେ। ଦିନଗୁଡ଼ିକ ସପ୍ତାହରେ ପରିଣତ ହେଲା ଏବଂ ସପ୍ତାହ ଗୁଡ଼ିକ ମାସରେ ପରିଣତ ହେଲା। ରୋହନଙ୍କ ଏହି ନୂତନ ସମର୍ପଣ ଏବଂ ଶୃଙ୍ଖଳାଗତ ଆଚରଣ ଫଳପ୍ରଦ ହୋଇଥିଲା, କାରଣ ସେ ବର୍ଷ ବର୍ଷ ଧରି ସ୍ଥଗିତ ରଖିଥିବା କାର୍ଯ୍ୟଗୁଡ଼ିକୁ ହାସଲ କରିଥିଲେ। ସେ ତାଙ୍କ ଅଭିଳାଷ ଅନୁସରଣ କଲେ ଏବଂ ତାଙ୍କ ମଧ୍ୟରେ ଅନେକ ଲୁକ୍କାୟିତ ପ୍ରତିଭାର ଆବିଷ୍କାର କରିଥିଲେ। ସମୟକ୍ରମେ ରୋହନଙ୍କ ଠାରେ ଘଟିଥିବା ଉଲ୍ଲେଖନୀୟ ପରିବର୍ତ୍ତନ ଦେଖି ଗ୍ରାମବାସୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରୋହନ ଆଗକୁ ବଢ଼ିବା ସହିତ ସେ ଅନୁଭବ କଲେ ଯେ ସମୟର ପ୍ରକୃତ ଶକ୍ତି କେବଳ କାର୍ଯ୍ୟ ସମ୍ପାଦନରେ ନୁହେଁ, ବରଂ ସମ୍ପର୍କକୁ ପୋଷଣ କରିବାରେ ରହିଛି। ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଗୁଣାତ୍ମକ ସମୟ ବିତାଇଥିଲେ। ସେମାନେ ବିତେଇଥିବା ମୁହୂର୍ତ୍ତ ଗୁଡ଼ିକୁ ମନେ ପକାଇଥିଲେ। ସେ ବୁଝିପାରିଥିଲେ ଯେ ସମୟ ଏକ ସୀମିତ ସମ୍ବଳ। ଏକ ପ୍ରିୟଜନଙ୍କ ସହିତ ବିତେଇଥିବା ପ୍ରତ୍ୟେକ ସେକେଣ୍ଡ ଏକ ଧନର ଭଣ୍ଡାର ସଦୃଶ। ପୃଥିବୀରେ ଆମର ସମୟ ଆମେ ଭାବୁଥିବା ସମୟଠାରୁ ଯଥେଷ୍ଟ କମ୍। ଯେପରି ଦାଉଦ ଯଥାର୍ଥ ଭାବରେ ଦର୍ଶାଇଛନ୍ତି, ହେ ସଦାପ୍ରଭୁ, ମୋହର ଅନ୍ତିମ କାଳ ଓ ମୋ ଦିନର ପରିମାଣ କ'ଣ ମୋତେ ଜଣାଅ। ମୁଁ କିପରି କ୍ଷଣକାଳ ସ୍ଥାୟୀ ଏହା ଜାଣିବାକୁ ଦିଅ। ଯାକୁବ ଏହାକୁ ତାଙ୍କ ଲିଖିତ ପତ୍ର ଯାକୁବ 4 ପର୍ବ 14ରେ ପ୍ରତିଧ୍ୱନିତ କରନ୍ତି। ତୁମମାନଙ୍କର ଜୀବନ କ'ଣ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମେମାନେ ତ ତାହା ସଦୃଶ। ପରମେଶ୍ୱର ଆମକୁ ଯେପରି ବଞ୍ଚିବାକୁ ଚାହୁଁଛନ୍ତି ସେହିପରି ବଞ୍ଚିବାକୁ ହେଲେ ଏହା ଜରୁରୀ ଯେ ଆମେ ଆମର ନିର୍ଦ୍ଧାରିତ ସମୟର ଯଥାସମ୍ଭବ ସର୍ବୋତ୍ତମ ଉପଯୋଗ କରିବା। ଭାବବାଦୀ ମୋଶା ଗୀତ ସଂହିତା 90 ଅଧ୍ୟାୟର 12 ପଦରେ ଏହି ପ୍ରାର୍ଥନା କରନ୍ତି, ଯେପରି ଆମ୍ଭେମାନେ ଜ୍ଞାନ ବିଶିଷ୍ଟ ଅନ୍ତଃକରଣ ପାଇପାରିବୁ, ଏଥିପାଇଁ ଆମ୍ଭମାନଙ୍କୁ ଆପଣା ଆପଣା ଦିନର ଗଣନା କରିବାକୁ ଶିକ୍ଷା ଦିଅ। ଜ୍ଞାନ ଅର୍ଜନ କରିବାର ଏକ ଭଲ ଉପାୟ ହେଉଛି ପ୍ରତ୍ୟେକ ଦିନ ଏକ ଚିରନ୍ତନ ଦୃଷ୍ଟିକୋଣ ସହିତ ବଞ୍ଚିବାକୁ ଶିଖିବା। ଯିଏ ଆମକୁ ସମୟ ଦିଅନ୍ତି, ତାଙ୍କୁ ଆମକୁ ଆମ ସମୟର ହିସାବ ଦେବାକୁ ପଡ଼ିବ ବୋଲି ଜାଣିବା। ଆମକୁ ଏହା ଭଲ ଭାବରେ ବ୍ୟବହାର କରିବାକୁ ପ୍ରେରଣା ଦେବା ଉଚିତ। ଏଫିସିଓମାନଙ୍କୁ ଲେଖିଥିବା ତାଙ୍କ ପତ୍ରରେ ପାଉଲ ସନ୍ଥମାନଙ୍କୁ ଚେତାବନୀ ଦେଇଥିଲେ, ତେବେ ତୁମେ କିପରି ଜୀବନଯାପନ କରୁଛ ସେଥିପ୍ରତି ଅତି ସତର୍କ ରୁହ। ମୂର୍ଖ ଭଳି ନୁହେଁ, ବରଂ ଜ୍ଞାନୀ ଭଳି। ପ୍ରତ୍ୟେକ ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ଦୁନିଆର ଦାୟିତ୍ୱ ଏବଂ ଚାପ ସର୍ବଦା ଆମର ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରୁଛି। ଏପରି ଅନେକ ବିଷୟ ଅଛି ଯାହା ଆମକୁ ବିଭିନ୍ନ ଦିଗକୁ ଟାଣି ନେଇଥାଏ, ଯାହା ଆମ ସମୟ ପାଇଁ ସାଂସାରିକ ଅନାବଶ୍ୟକ ବିଷୟ ଦ୍ୱାରା ଗ୍ରାସ ହେବା ସହଜ କରିଥାଏ। ତେଣୁ ଶେଷରେ ଆମ ପାଖରେ ଚିରନ୍ତନ ମୂଲ୍ୟ ଥିବା ବିଷୟ ପ୍ରତି ଧ୍ୟାନ ଓ ସମୟ ଦେବା ପାଇଁ ଯଥେଷ୍ଟ ସମୟ ବା ଆଗ୍ରହ ନଥାଏ। ଧ୍ୟାନ ହରାଇବାକୁ ଏଡ଼ାଇବା ପାଇଁ ଆମକୁ ପ୍ରାଥମିକତା ଦେବା ଏବଂ ଲକ୍ଷ୍ୟ ସ୍ଥିର କରିବା ଏବଂ ପ୍ରତିନିଧିତ୍ୱ କରିବା ଆବଶ୍ୟକ। ମନେ ପକାନ୍ତୁ କିପରି ମୋଶାଙ୍କ ଶ୍ୱଶୁର ଜେଥ୍ରୋ ବିଜ୍ଞତାର ସହିତ ତାଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଭାର ଅର୍ପଣ କରିବାକୁ ଶିକ୍ଷା ଦେଇଥିଲେ। ଏହା ଯାତ୍ରା ପୁସ୍ତକ 18 ପର୍ବ ତାର 13ରୁ 22ରେ ଲେଖାଯାଏ। ଆମେ ଦେଖିପାରିବା ମନୋନୀତ ନେତା ଭାବରେ ମୋଶା ତାଙ୍କ ଭାଇ ହାରଣଙ୍କ ସହିତ ଲୋକଙ୍କୁ ମାର୍ଗଦର୍ଶନ କରିବାକୁ ବଡ଼ ଦାୟିତ୍ୱ ବହନ କରିଥିଲେ। ତଥାପି ତାଙ୍କୁ ସମର୍ପିତ ହୋଇଥିବା ଏକ କର୍ତ୍ତବ୍ୟର ଭାର ଦ୍ୱାରା ଅଭିଭୂତ ହୋଇଥିଲେ। ମୋଶାଙ୍କ ନିରନ୍ତର ପ୍ରୟାସକୁ ନିରୀକ୍ଷଣ କରିବା ପରେ ଜେଥ୍ରୋ ଲକ୍ଷ୍ୟ କଲେ ଯେ ମୋଶା ପ୍ରତିଦିନ ନିଜକୁ କ୍ଳାନ୍ତ କରୁଛନ୍ତି, ତାଙ୍କର ସାମର୍ଥ୍ୟଠାରୁ ଅଧିକ କାର୍ଯ୍ୟଭାର ଗ୍ରହଣ କରୁଛନ୍ତି ଏବଂ ଇସ୍ରାଏଲ ସମ୍ପ୍ରଦାୟର ସମ୍ଭାବ୍ୟ ଭାବି ନେତାମାନଙ୍କର ସାହାଯ୍ୟ ନେଉନାହାନ୍ତି। ତେଣୁ ଜେଥ୍ରୋ ମୋଶାଙ୍କୁ କ୍ଷମତା,
ସମୟ ଏବଂ ପ୍ରତିନିଧିତ୍ୱ ବିଷୟରେ ପରାମର୍ଶ ଦିଅନ୍ତି। ସେ ପରାମର୍ଶ ଦେଇଥିଲେ ଯେ ମୂଷା କମ୍ ବିବାଦର ମୁକାବିଲା କରିବା ପାଇଁ ସମ୍ପ୍ରଦାୟରୁ ସକ୍ଷମ। ବିଶ୍ୱାସଯୋଗ୍ୟ ପୁରୁଷମାନଙ୍କୁ ଚୟନ କରନ୍ତୁ, ଯାହା ମୂଷାଙ୍କୁ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବା ଉପରେ ଧ୍ୟାନ ଦେବାକୁ ଅନୁମତି ସାହାଯ୍ୟ କରିଥିଲା, ଯାହାର ଏକ ଅଂଶ ସିନୟ ପର୍ବତରୁ ନିୟମ ପ୍ରଦାନ କରିଥିଲା। ଜିଥ୍ରୋଙ୍କର ମୂଷାଙ୍କୁ ଉପଦେଶ ଥିଲା, ଏହା ଭଲ ନୁହେଁ ଯେ ତୁମେ ନିଜେ ସବୁ କିଛି କରୁଛ। ମୂଷା ଶୁଣିଥିଲେ ଏବଂ ତାଙ୍କ ବୋଝ ବାଣ୍ଟିବା ଦ୍ୱାରା ନିଶ୍ଚିତ କରିପାରିଲେ ଯେ ଲୋକମାନେ ସମୟ ଉଚିତ ନ୍ୟାୟ ପାଇବେ ଏବଂ ନିଜକୁ ସମ୍ପୂର୍ଣ୍ଣ କ୍ଳାନ୍ତ କରିବାରୁ ରକ୍ଷା ପାଇଥିଲେ। ସେ ଅତି ବୁଦ୍ଧିର ସହ କାର୍ଯ୍ୟ କରିଥିଲେ, ନୁହେଁ କି ଭଉଣୀ? ଆପଣ କ'ଣ ଭାବୁନାହାନ୍ତି? ହଁ, ନିଶ୍ଚିତ ଭାବରେ। କିନ୍ତୁ ମୂଷା ପ୍ରଥମେ ଦ୍ୱିଧାଗ୍ରସ୍ତ ଥିଲେ। ଆମମାନଙ୍କ ମଧ୍ୟରୁ ଅନେକଙ୍କ ଭଳି ଆମେ ମଧ୍ୟ ମହିଳା ଭାବରେ ଆମର ଦାୟିତ୍ୱ ଏବଂ ବୋଝକୁ ଛାଡ଼ିବାରେ ଏବଂ ବାଣ୍ଟିବାରେ କୁଣ୍ଠା ପ୍ରକାଶ କରୁ। ତଥାପି ଜିଥ୍ରୋଙ୍କ ପରାମର୍ଶକୁ ପ୍ରତିଫଳିତ କରି ସେ ବୋଝ ବାଣ୍ଟିବାର ଗୁରୁତ୍ୱକୁ ବୁଝିଥିଲେ। ଜିଥ୍ରୋଙ୍କ ପରାମର୍ଶକୁ ହୃଦୟରେ ନେଇ ମୂଷା ସେମାନଙ୍କର ଜଟିଳତା ଉପରେ ଆଧାର କରି କାର୍ଯ୍ୟଗୁଡ଼ିକୁ ଗୁରୁତ୍ୱ ଦେଇଥିଲେ। ଅଳ୍ପ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ କ୍ଷୁଦ୍ର ନେତାମାନଙ୍କୁ ହସ୍ତାନ୍ତର କରାଯାଇଥିଲା, ଯାହା ମୂଷାଙ୍କୁ ଅଧିକ ଆହ୍ୱାନପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବା ପାଇଁ ସମୟ ପ୍ରଦାନ କରିଥିଲା। ଏହାଦ୍ୱାରା ଫଳପ୍ରଦ ବିବାଦ ସମାଧାନ ହୋଇପାରିଥିଲା। ସମସ୍ୟାର କି ସୁନ୍ଦର ସମାଧାନ! ଏହା ପ୍ରକୃତରେ ଏକ ଭଲ ପରାମର୍ଶ ଏବଂ ମୁଁ ନିଜକୁ ମନେ ପକାଇ ଦେଉଛି ଯେ ଯଦି ମୁଁ ମୋ ଜୀବନରେ ସବୁକିଛି ନିୟନ୍ତ୍ରଣ କରିପାରିବି ନାହିଁ, ମୁଁ ନିଶ୍ଚିତ ଭାବରେ ବାଛିପାରିବି ଯାହା ମୋର ସମୟକୁ ନିୟନ୍ତ୍ରଣ କରିବ। ନିଶ୍ଚିତ। ଆପଣ ଜାଣନ୍ତି, ବିଶ୍ରାମ କଦାପି ସମୟର ଅପଚୟ ନୁହେଁ। ଆମମାନଙ୍କ ମଧ୍ୟରୁ ଅନେକ ବିଶ୍ରାମ ପାଇଁ ସଂଘର୍ଷ କରନ୍ତି, ନିରନ୍ତର ଆମ ମନ ଏବଂ ଶରୀରକୁ ବ୍ୟସ୍ତ ଏବଂ କ୍ଳାନ୍ତ ରଖନ୍ତି। ବିଶ୍ରାମ ହେଉଛି ସତେଜତା, ଯାହା ଆମକୁ ସମୟର ଉତ୍ତମ ଉପଯୋଗ କରିବା ପାଇଁ ପ୍ରସ୍ତୁତ କରେ। ଏହା ମଧ୍ୟ ଆମକୁ ମନେ ପକାଇ ଦିଏ ଯେ ଶେଷରେ ଈଶ୍ୱର ହିଁ ସବୁ ବିଷୟର ନିୟନ୍ତ୍ରଣରେ ଅଛନ୍ତି ଏବଂ ସେ ହିଁ ଆମର ପ୍ରତ୍ୟେକ ଆବଶ୍ୟକତାକୁ ଯୋଗାଇ ଦିଅନ୍ତି। ଯେତେବେଳେ ଆମେ ଆମ ସମୟକୁ ଭଲ ଭାବରେ ପରିଚାଳନା କରିବାକୁ ଚେଷ୍ଟା କରୁ, ଆମେ ନିୟମିତ ବିଶ୍ରାମ ସମୟ ନିର୍ଦ୍ଧାରଣ କରିବା ବୁଦ୍ଧିମାନର କାର୍ଯ୍ୟ ଅଟେ। ମାଥ୍ୟୁ ଲିଖିତ ସୁସମାଚାର ତାର 6 ଅଧ୍ୟାୟର 33 ପଦରେ ଲେଖା ଅଛି, କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମମାନଙ୍କୁ ଦିଆଯିବ। ଆମ ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଆମେ ନିୟମିତ ଭାବେ ଦୈନିକ ଈଶ୍ୱରଙ୍କ ସହିତ ସମୟ ନିର୍ଦ୍ଧାରଣ କରିବା ଆବଶ୍ୟକ। ସେ ହିଁ ଆମକୁ ଯେଉଁ କାର୍ଯ୍ୟମାନ ଦେଇଛନ୍ତି ସେଗୁଡ଼ିକୁ ସମ୍ପାଦନ କରିବା ପାଇଁ ଆମକୁ ପ୍ରସ୍ତୁତ କରନ୍ତି। ସେ ହିଁ ଆମ ଦିନଗୁଡ଼ିକୁ ପରିଚାଳନା କରନ୍ତି। ସବୁଠାରୁ ଖରାପ କାର୍ଯ୍ୟ ଯାହା ଆମେ କରିପାରିବା ତାହା ହେଉଛି ଆମର ସମୟକୁ ଏପରି ପରିଚାଳନା କରିବା ଯେପରି ଏହା ଆମର ଅଟେ। ଆମର ସମୟ ପରମେଶ୍ୱରଙ୍କ ଅଟେ, ତେଣୁ ଏହାକୁ କିଭଳି ସର୍ବୋତ୍ତମ ଭାବରେ ବ୍ୟବହାର କରାଯିବ ସେ ବିଷୟରେ ଆମେ ତାଙ୍କୁ ଜ୍ଞାନ ମାଗିବା ଆବଶ୍ୟକ। ଈଶ୍ୱରଙ୍କ ସହିତ ବିତାଇଥିବା ସମୟ, ତାଙ୍କ ବାକ୍ୟ ପଢ଼ିବା ଏବଂ ପ୍ରାର୍ଥନା ମାଧ୍ୟମରେ ତାଙ୍କୁ ଜାଣିବା ଦ୍ୱାରା କଦାପି ସମୟ ନଷ୍ଟ ହୁଏ ନାହିଁ। ଖ୍ରୀଷ୍ଟଙ୍କ ଶରୀରକୁ ଗଢ଼ିବାରେ ଏବଂ ଈଶ୍ୱରଙ୍କ ସହିତ ଅନ୍ୟମାନଙ୍କୁ ପ୍ରେମ କରିବାରେ ବିତାଇଥିବା ସମୟ ଭଲ ଭାବରେ ବିତିଯାଏ। ପ୍ରତ୍ୟେକ ମିନିଟ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଆମେ ଭାବି ବଞ୍ଚିବା ଉଚିତ, କାରଣ ଏହା ପ୍ରକୃତ ଅଟେ। ପ୍ରତି 24 ଘଣ୍ଟାରେ ଈଶ୍ୱର ଆମକୁ 86,400 ସେକେଣ୍ଡ ଦିଅନ୍ତି। ଈଶ୍ୱର କହିଛନ୍ତି ଯେ ଆମେ ଏହାକୁ ଯେକୌଣସି ଉପାୟରେ ବ୍ୟବହାର କରିପାରିବୁ। ଈଶ୍ୱରଙ୍କ ଚିରନ୍ତନ ପ୍ରେମ ହିଁ ଆମକୁ ଆମର ସ୍ୱଳ୍ପ ମୂଲ୍ୟବାନ ସମୟକୁ ଜାଣିଶୁଣି ବ୍ୟବହାର କରିବାକୁ, ଈଶ୍ୱରଙ୍କୁ ସେବା କରିବାକୁ ଏବଂ ଅନ୍ୟମାନଙ୍କୁ ସେବା କରିବାକୁ ସକ୍ଷମ କରେ। ପୃଥିବୀରେ ଆମର ସମୟକୁ ହାଲକା ଭାବରେ ନେବା ପାଇଁ ନୁହେଁ, ବରଂ ଈଶ୍ୱରଙ୍କ ରାଜ୍ୟ ଗଠନ କରିବା ପାଇଁ ଏହାକୁ ବ୍ୟବହାର କରିବାକୁ ଆମକୁ ନିମନ୍ତ୍ରଣ କରାଯାଇଛି।
ଈଶ୍ୱର ଆମମାନଙ୍କୁ ଆହ୍ୱାନ କରୁଛନ୍ତି ଯେ ସମୟର ଉପହାରକୁ ନଷ୍ଟ ନ କରି ବରଂ ଏହାର ସୀମା ଏବଂ ମୂଲ୍ୟକୁ ଚିହ୍ନିବା ପାଇଁ ଏବଂ ଆମେ ଏହାକୁ କିପରି ବ୍ୟବହାର କରୁଛୁ ସେଥିରେ ସୁଚିନ୍ତିତ ଭାବେ ପଦକ୍ଷେପ ନେବା ପାଇଁ। आशा भरा नारी, हमें आशा भरा नारी। आसु दुख नैरास अबाघेरु जरा क्लेश विश्वासी प्रतिदिन काटुथिबी जीवन तुमे मो विश्वास भूमि मोर मुक्ति सरणी तुमे मो विश्वास भूमि मोर मुक्ति सरणी तुम ठारे रखिछि मु दृढ़ भरोसा जीसु तुमे मोर आशा जीसु तुमे मोर आशा जीसु तुमे मोर आशा जीसु तुमे मोर आशा गौरवमय भरोसा जीसु तुमे मोर आशा गौरवमय भरोसा। যদি নিন্দা অপমান দিয়ে শত্রু সয়তান হেবি নাহি ভয়ভীত গাউথিবি জয় গীত তুমে মো বিশ্বাস ভূমি মোর মুক্তি ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ଆତ୍ମାରୂପୀ ଈଶ୍ୱର, ମୋ ପବିତ୍ର ମହାନାମକୁ ଧନ୍ୟବାଦ ଦେଉଛୁ। ପିତା, ଆମମାନଙ୍କୁ ଯେଉଁ ସୁନ୍ଦର ବାକ୍ୟ ଦେଇଛି କଥା କହିଲ ଯେ ସମୟର ସଦୁପଯୋଗ କରିବା ପାଇଁ, କାରଣ ସମୟ ଅତି ମୂଲ୍ୟବାନ। ପ୍ରଭୁ, ଏହି ସମୟ ତୁମେ ହିଁ ଆମକୁ ଦେଇଛ, ତେଣୁ ଏହି ସମୟକୁ ଅଯଥାରେ ଅପବ୍ୟବହାର ନ କରି ତୁମ ଦୃଷ୍ଟିରେ ଯାହା ଉତ୍ତମ ସେହି ବିଷୟ କରି ନିଜେ ଉପକୃତ ହେବା ସଙ୍ଗେ ସଙ୍ଗେ ପ୍ରଭୁ ତୁମର ସେ ଆଶୀର୍ବାଦରୁ ବଞ୍ଚିତ ଯେପରି ନ ହେବୁ, ସେଥିପାଇଁ ଯେଉଁମାନେ ଆଜି ଏ ବାକ୍ୟ ଶୁଣୁଛନ୍ତି, ପୁଣି ଯେଉଁମାନେ ପ୍ରଭୁ ଏ ବାକ୍ୟ ଦେଖୁଛନ୍ତି, ପୁଣି ଆମ ପ୍ରତ୍ୟେକଙ୍କୁ ତୁମେ ସେ ଆଶୀର୍ବାଦ କର ଯେପରି ଆମେ ବାକ୍ୟର କର୍ମକାରୀ ହେବୁ। ପ୍ରଭୁ ଯୀଶୁ, ତୁମ ପବିତ୍ର ନାମରେ ଏ ଅଳ୍ପ ଭିକ୍ଷା କରୁଅଛୁ, ଆମେନ୍। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ତ ଆମର ସମୟ ଶେଷ ହୋଇଗଲାଣି। ଆଶା କରୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଭଲ ଲାଗିଥିବ। ଆମେ ଆଶା କରୁଛୁ ଆପଣ ଆଜିର ଏହି କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚୟ ଆଶୀର୍ବାଦ ପ୍ରାପ୍ତ ହୋଇଅଛନ୍ତି। ହଁ, ଆମକୁ ଆପଣଙ୍କ ଜୀବନର ଅନୁଭୂତି ଜଣାଇବାକୁ ଭୁଲିବେ ନାହିଁ। ଟିଭି ସ୍କ୍ରିନ୍ରେ ଦିଆଯାଇଥିବା ଠିକଣା ଓ ଫୋନ୍ ନମ୍ବରରେ ନିଶ୍ଚୟ ଆମ ସହ ଯୋଗାଯୋଗ କରିବେ। ପୁଣି ଆମକୁ 044490812997ରେ ମିସ୍ଡ କଲ୍ କରିବାକୁ ଭୁଲିବେ ନାହିଁ। ସପ୍ତାହ ଶେଷରେ ଅଧିକ ମିସ୍ଡ କଲ୍ ଦେଇଥିବା ଦର୍ଶକ ବନ୍ଧୁଙ୍କୁ ପୁରସ୍କୃତ କରାଯିବ। ଆଉ ଏକ ନୂଆ କାର୍ଯ୍ୟକ୍ରମ ନେଇ ଆପଣଙ୍କ ନିକଟକୁ ଆସିବୁ। ସେ ସମୟ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ସୁସ୍ଥରେ ରୁହନ୍ତୁ, ଭଲରେ ରୁହନ୍ତୁ, ସମୟକୁ ଉତ୍ତମ ଭାବରେ ବ୍ୟବହାର କରନ୍ତୁ। ରହିଲୁ, ନମସ୍କାର। ଆଜିର ପ୍ରଶ୍ନଟି ହେଲା, କେଉଁ କାର୍ଯ୍ୟକୁ ସମୟ ନଷ୍ଟ ନ କରିବା କାର୍ଯ୍ୟ ବୋଲି କୁହାଯାଇଛି? ଏ. କଠିନ ପରିଶ୍ରମ କରି ଟଙ୍କା ରୋଜଗାର କରିବା। ବି. ବହି ପଢ଼ି ଜ୍ଞାନ ଅର୍ଜନ କରିବା। ସି. ଈଶ୍ୱରଙ୍କ ବାକ୍ୟ ପଢ଼ି ପ୍ରାର୍ଥନାରେ ତାଙ୍କ ସହିତ ସମୟ କ୍ଷେପଣ କରିବା। ଡି. ପରିଦର୍ଶନ ନିମନ୍ତେ ପୃଥିବୀ ଭ୍ରମଣ କରିବା। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ କନ୍ଧମାଳରୁ ଫିଲିପ ପ୍ରଧାନ ଓ ପରିବାର।